ସାଙ୍ଗମାନେ ନମସ୍କାର। ମୋ ପୁଅ ଆଜି ଗୋଟେ ନୂଆ ଜିନିଷ କ'ଣ କରୁଛି। କ'ଣ କରୁଛୁ? ମୋତେ କହିଲା ଏସବୁ ଜିନିଷ କାଟିକି ଦେବାକୁ ସବୁ ଜିନିଷ ଏଗୁଡ଼ାକ ଦେବାକୁ ମୁଁ ଦେଇଦେଇଛି। ସେ କ'ଣ କରୁଛି ଦେଖିଆ। ଏଗୁଡ଼ା କ'ଣ ସବୁ ରଖିଛୁ କହିଲୁ? ଦେଖନ୍ତୁ, ଏଗୁଡ଼ା ଅଛି କାକୁଡ଼ି ଅଛି, ଧନିଆ ପତ୍ର, ପୋଦିନା ପତ୍ର, ଆଉ ଏ ପିଆଜ, ଆଉ ଏ ଟମାଟୋ, ଆଉ ଲଙ୍କା। ଏବେ କ'ଣ କରିବୁ? ଏବେ ଆମେ ଆକୁ ପକେଇବା। ଏଥିରେ ଆଗ କ'ଣ ପଡ଼ିବ? ଆଗ ପଡ଼ିବ କାକୁଡ଼ି, ପଡ଼ିଲା ଆମର ବିଲାତି, ଆଉ ଇଏ ପଡ଼ିଲା କଞ୍ଚା ଲଙ୍କା। ସ୍ପାଇସି ବନିବ ଟିକେ। ଏବେ ପୁଦିନା ପତ୍ର ପରେ ପିଆଜ ପକେଇଦେଲୁ, ତାପରେ ଧନିଆ ପତ୍ର ପଡ଼ିବ। ଏବେ କଳା ଲୁଣ ପକେଇବାକୁ ଟିକେ ସ୍ୱାଦ ଅନୁସାରେ। ତାପରେ ଏବେ ଆମର ସ୍ପେଶାଲ ଟେଷ୍ଟ ଗିଭିଂ ସ୍ପାଇସ୍ ପଡ଼ିବ ଚାଟ୍ ମସଲା ଅଳ୍ପ ଟିକେ। ଏବେ ପକେଇବା ଚିଲି ସସ୍। ଆଧରେ ପଡ଼ିବ ଆମର ସ୍ପେଶାଲ ସିକ୍ରେଟ୍ ଇନଗ୍ରିଡିଏଣ୍ଟ କୁରକୁରେ ପଡ଼ିବ ଆଧରେ। ଏବେ ପକେଇବା ମୋର ୱାନ୍ ଅଫ୍ ଦ ଫେଭରେଟ୍ ଜିନିଷ ଦହି। ଏଇସବୁ ଜିନିଷକୁ ମିଶିକି ବନିଗଲା ଆମର କୁରକୁରେ ସେକ୍। ହେଇଗଲା? ହଁ, ପରଫେକ୍ଟ ବନିଲା। ଏବେ ଆକୁ ପ୍ଲେଟ୍ରେ ସର୍ଭ କରିଦେବା। ଏଗୁଡ଼ା ପକେଇକି ଆମର ଗାର୍ନିସିଂ ହେଇଗଲା। ଆଉ ଟିକେ ଏକ୍ସଟ୍ରା ମୁଁ ଦହି ବି ନେଇଯିବି। ହେଇଗଲା ଆମର କୁରକୁରେ ସେକ୍ ରେଡି। ଆସିଲେ ଟେଷ୍ଟିଂ ଟାଇମ୍। ନେ ମାମା ଟେଷ୍ଟ କରିକି ଦେ। କେମିତି ହେଇଛି? ନମ୍ବର 1। ଓକେ, ତୁ ଖା, ଟେଷ୍ଟ କର କେମିତି ଲାଗୁଛି। ତତେ ଭଲ ଲାଗିଲା? ଭଲ ଲାଗୁଛି ଟି? ଆଉ ଟିକେ ଦହି ମିଶେଇଲୁ। ସାଙ୍ଗମାନେ ଦେଖିଲେ ମୋ ପୁଅ କେମିତି ରେସିପି କଲା। ଆମ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବେ। ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ନୂଆ ରେସିପିଟା କଲା, ଭଲ ଲାଗିଲା କି ନାହିଁ କମେଣ୍ଟ କରିବେ। ରହିଲି, ଜୟ ଜଗନ୍ନାଥ।